ନମସ୍କାର ଓଡ଼ିଶା ଆଜିର ପାଣିପାଗ ଅପଡେଟ୍ ଆସିଯାଇଛି। ଆଜି କୋଉ ଜିଲ୍ଲାରେ ପ୍ରବଳ ଶୀତ ହେବ ଆଉ କୋଉ ଜିଲ୍ଲାରେ ଘନ କୁହୁଡ଼ି ସହିତ ପ୍ରବଳ ଶୀତ ହେବ ଆଉ କେଉଁ କେଉଁ ଜିଲ୍ଲା ମାନଙ୍କର ପାଗ କିଭଳି ରହିବ ଏହା ଜାଣିବା ପାଇଁ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଆପଣମାନେ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ତା ସହିତ ସବସ୍କ୍ରାଇବ୍ ଆପଣ ଯଦି କରିନଥିବେ ତାହେଲେ ସବସ୍କ୍ରାଇବ୍ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ରଖନ୍ତୁ, ଯାହା ଫଳରେ ନୂଆ ନୂଆ ଅପଡେଟ୍ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ହେବ। ଏହି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କମ୍ ରହିବ, ଫଳରେ ଅଧିକ ଶୀତ ଅନୁଭୂତି ହେବ। ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ ଏହି ସବୁ ଜିଲ୍ଲାମାନଙ୍କରେ ଅଧିକରୁ ଅଧିକ ଶୀତ ହେବ। ଆକାଶ ନିର୍ମଳ ରହିବ। ତ ଦର୍ଶକ ବନ୍ଧୁ, ଆପଣମାନେ ମନେ ପକେଇକି ଆପଣମାନେ ଭିଡ଼ିଓକୁ ଯଦି ଲାଇକ୍ କରିନାହାନ୍ତି ଲାଇକ୍ କରନ୍ତୁ। ତା ସହିତ ଆପଣ ଯଦି ନୂଆ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନ୍କୁ ବଜାଇ ରଖନ୍ତୁ, ଯାହା ଫଳରେ ନୂଆ ନୂଆ ଅପଡେଟ୍ ଭିଡ଼ିଓ ଆପଣମାନଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ଉପକୂଳ ଓଡ଼ିଶାରେ ସାମାନ୍ୟ ଶୀତ ସହ କୁହୁଡ଼ି ଦେଖିବାକୁ ମିଳିବ। ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ସକାଳୁ କୁହୁଡ଼ି ପ୍ରଭାବ ଅଧିକ ରହିବ। ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ନୟାଗଡ଼ ଏହି ଜିଲ୍ଲାମାନଙ୍କରେ ଶୀତ ସହ କୁହୁଡ଼ି ଦେଖିବାକୁ ମିଳିବ। ସକାଳ କୁହୁଡ଼ି ପରେ ଖରା ପାଗ ରହିବ। ରାତିରେ ପାଗ ଥଣ୍ଡା ରହିବ। ଦକ୍ଷିଣ ଓଡ଼ିଶାରେ ପାର୍ବତ୍ୟ ଅଞ୍ଚଳରେ ପ୍ରବଳ ଶୀତ ରହିବ। କନ୍ଧମାଳ ଓ କୋରାପୁଟ ପରି ଜିଲ୍ଲାରେ ପାରଦ ବହୁତ ତଳକୁ ଖସିବାର ସମ୍ଭାବନା ଅଛି। କନ୍ଧମାଳ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ଗଜପତି ଘନ କୁହୁଡ଼ି ସହିତ ପ୍ରବଳ ଶୀତର ଲହରୀ ରହିବ। ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଏହି ଜିଲ୍ଲାମାନଙ୍କରେ ପାଗ ଶୁଖିଲା ରହିବ। ସନ୍ଧ୍ୟାରେ ଥଣ୍ଡା ଅଧିକ ହେବ। କୁହୁଡ଼ି ସତର୍କତା ସକାଳ 5ଟାରୁ 8ଟା ମଧ୍ୟରେ ଆପଣମାନେ ଗାଡ଼ି ଚଲାଇବା ସମୟରେ ସତର୍କ ରୁହନ୍ତୁ। ଆଜି ସବୁ ଜିଲ୍ଲାରେ ସର୍ବନିମ୍ନ 12 ଡିଗ୍ରୀ ସେଲସିୟସରୁ 16 ଡିଗ୍ରୀ ସେଲସିୟସ ମଧ୍ୟମରେ ତାପମାତ୍ରା ରହିବ। ଦର୍ଶକ ବନ୍ଧୁ, ଭିଡ଼ିଓକୁ ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହା ଫଳରେ ନୂଆ ନୂଆ ଅପଡେଟ୍ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଆଉ ନିଜ ବନ୍ଧୁମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହା ଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ଭିଡ଼ିଓ ପାଇପାରିବେ। ଆଉ ଆପଣ ନିହାତି ଭାବରେ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାନ୍ତୁ ଆପଣ କୋଉ କୋଉ ଜିଲ୍ଲାରୁ ଦେଖୁଛନ୍ତି।